ଟିଚିଂ ଓଡ଼ିଶାକୁ ପୁଣି ଥରେ ସ୍ୱାଗତ। ଆଜି ଆମେ ସମ୍ପଦ ଓ ସମ୍ପଦର ବୈଶିଷ୍ଟ୍ୟ ବିଷୟରେ ଆମେ ପଢିବା। ସମ୍ପଦ ଓ ସମ୍ପଦର ବୈଶିଷ୍ଟ୍ୟ। ଆମେ କଣ ପଢୁଥିଲେ? ଆମେ ଯୁକ୍ତ 2 ଅର୍ଥଶାସ୍ତ୍ର ବା ଦ୍ୱିତୀୟ ବର୍ଷର ଅର୍ଥଶାସ୍ତ୍ର ର ପ୍ରଥମ ଅଧ୍ୟାୟ ଆମେ ପଢୁଥିଲେ। କଣ ପଢୁଥିଲେ ନା ଅର୍ଥଶାସ୍ତ୍ରର ମୌଳିକ ଅବଧାରଣା ବା ବେସିକ୍ କନସେପ୍ଟସ୍ ଇନ୍ ଇକୋନୋମିକ୍ସ। ପ୍ରଥମ ଚାପ୍ଟର ବା ପ୍ରଥମ ଅଧ୍ୟାୟ। ତ ଏଇ ଅଧ୍ୟାୟର ବହୁତ ଗୁଡା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ରହିଛି, ଲଙ୍ଗ କ୍ୱେଶ୍ଚନ ବହୁତ ଗୁଡାଏ ରହିଛି। ଯେମିତିକି ସମ୍ପଦ ସମ୍ପଦର ବୈଶିଷ୍ଟ୍ୟ ଗୋଟେ ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚନ। ଆଉ ୟାର କଣ ପଡିବ ଲଙ୍ଗ କ୍ୱେଶ୍ଚନ? ଅଭାବର ସଂଜ୍ଞା ଓ ଅଭାବର ବୈଶିଷ୍ଟ୍ୟ। ଏଇ ଯୋଉ ଦୁଇଟି କ୍ୱେଶ୍ଚନ ହେଲା, ଏଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ କାହା ପାଇଁ ନା CHSC ଆନୁଆଲ ଏକ୍ଜାମ ଲଙ୍ଗ କ୍ୱେଶ୍ଚନ ପାଇଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ତ ଆଜି ଆମେ ସେଇଟାର ଗୋଟେ ପଢିବା, ସମ୍ପଦ ଓ ସମ୍ପଦର ବୈଶିଷ୍ଟ୍ୟ। ଆମେ ପୂର୍ବରୁ ମଧ୍ୟ ବିଭିନ୍ନ କନସେପ୍ଟ ପଢି ଆସିଛନ୍ତି, ମାନେ ବେସିକ୍ କନସେପ୍ଟ ଇକୋନୋମିକ୍ସ ସବୁ କଣ କଣ ରହିଛି, ଅଭାବ, ସମ୍ପଦ, ସଂଜ୍ଞା, ବିଭିନ୍ନ ସଂଜ୍ଞା ବିଷୟରେ ଆମେ ପଢିଛନ୍ତି। ଯେମିତିକି ଦ୍ରବ୍ୟ, ମୁଦ୍ରା, ଏସବୁ ଆମେ ପଢିଛନ୍ତି, ଯୋଉଟା କି ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଆଉ ପ୍ରଥମ ଅଧ୍ୟାୟରୁ ହିଁ ତୁମର ବହୁତ ଗୁଡାଏ କ୍ୱେଶ୍ଚନ ଆନୁଆଲ ଏକ୍ଜାମରେ ଆସିଥାଏ। ସେଥିପାଇଁ ପ୍ରଥମ ଅଧ୍ୟାୟଟା ବହୁତ ଇମ୍ପୋର୍ଟାଣ୍ଟ। ତ ଆଜି ଆମେ ପଢିବା ସମ୍ପଦ ସମ୍ପଦର ସଂଜ୍ଞା। ପଢିବା ପୂର୍ବରୁ କହି ରଖିବି, ଯେଉଁମାନେ ଯୁକ୍ତ 2 ଦ୍ୱିତୀୟ ବର୍ଷର ଅର୍ଥଶାସ୍ତ୍ର ବିଷୟ ତୁମେ ପଢୁଛ ବା ନେଇଛ, ତୁମମାନେ ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରିନିଅ। ଆଉ ଗୋଟେ ଏଇ ଚ୍ୟାନେଲରେ ଗୋଟେ ପ୍ଲେଲିଷ୍ଟ ଅଛି, ଫୁଲ ପ୍ଲେଲିଷ୍ଟ, କେବଳ ଅର୍ଥଶାସ୍ତ୍ର ବିଷୟ ଏଠି ପଢାଯାଉଛି। ସବୁ ଭିଡିଓ ଅପଲୋଡ କରାଯାଉଛି। ସେଇ ପ୍ଲେଲିଷ୍ଟକୁ ତୁମେ ଫଲୋ କରିପାରିବ, ଯୋଉଠି ତୁମେ ପ୍ରଥମ ଚାପ୍ଟରରୁ ଲାଷ୍ଟ ଚାପ୍ଟର ସବୁ ଭିଡିଓ ତୁମେ ପାଇପାରିବ। ସେଇ ପ୍ଲେଲିଷ୍ଟକୁ ତୁମେ ଆଡ୍ କରିପାରିବ, ତୁମର ଫଲୋ କରିପାରିବ। ତୁମେ ସେଇ ସବୁ ଭିଡିଓ ସେଠି ରହିଛି। ତ ସେଇ ତାର ଲିଙ୍କ ମଧ୍ୟ ଏଇ ଡେସ୍କ୍ରିପସନରେ ଅଛି। ତ ଆରାମସେ ସେ ପ୍ଲେଲିଷ୍ଟକୁ ଦେଖିପାରିବ। ଆଉ ଗୋଟେ କଥା ହେଲା, ଏହାର ଯୋଉ ନୋଟ୍ ଅଛି, ତୁମେ ଏହାର କୌଣସି ନୋଟ୍ କରିବାର ଆବଶ୍ୟକ ନାହିଁ। ଇକୋନୋମିକ୍ସର କୌଣସି ନୋଟ୍ କରିବାର ଆବଶ୍ୟକ ନାହିଁ। ପୁରା ନୋଟ୍ କରିକି, ପୁରା ନୋଟ୍ ଭଳି କରିକି ତୁମେ କ୍ଲାସ୍ କରାଯାଉଛି। ତୁମେ କ୍ଲାସ୍ କଲେ ପୁରା ସମ୍ପୂର୍ଣ୍ଣ ନୋଟ୍ ବି ପାଇଯିବ। ଏକ୍ଜାମ ପାଇଁ ପୁରା ହେଲ୍ପଫୁଲ। କନସେପ୍ଟ ବି ବୁଝିପାରିବ, ଆଉ ତୁମେ ନୋଟ୍ ବି ପାଇଯିବ। ବୁଝିହେଲା କି ନାହିଁ? ତ ମୁଖ୍ୟ କଥା ହଉଛି, ଅର୍ଥଶାସ୍ତ୍ରର ମୁଖ୍ୟ କଥା କଣ? କନସେପ୍ଟକୁ ବୁଝିବା। ଯେ ଭଲସେ ବୁଝିଗଲା ସେ ଆରାମସେ ଲେଖିପାରିବ। ଆଉ ନୋଟ୍ ଭଳି ମଧ୍ୟ ଏଠି ପଢାଯାଉଛି ବା ନୋଟ୍ ଭଳି କରାହେଇଯାଇଛି। ତୁମ କୌଣସି ଅଲଗା ନୋଟ୍ ତୁମକୁ କରିବାକୁ ପଡିବ ନାହିଁ। ତ ଆରାମସେ ତୁମେ କରିପାରିବ। ଆଉ ଯାହା ବି ଡାଉଟ୍ ଅଛି ତୁମେ ମାନେ ପଚାରି ପାରିବ। ସେଥିପାଇଁ ଡେସ୍କ୍ରିପସନରେ ଆମର ଟେଲିଗ୍ରାମର ଲିଙ୍କ ରହିଛି। ସେ ଟେଲିଗ୍ରାମରେ ଏଡ୍ ହେଇପାରିବ। ତୁମର ଡାଉଟ୍ ପଚାରି ପାରିବ, ବା ଯାହା ତୁମର ଡାଉଟ୍ ଅଛି, ଯାହା ବି ତୁମର ପ୍ରୋବ୍ଲେମ୍ ଅଛି, ସେଠି ତୁମେ କହିପାରିବ। ତାହେଲେ ଡେରି କରିବନି, ଆରମ୍ଭ କରିବା। ସମ୍ପଦ ଓ ସମ୍ପଦର ବୈଶିଷ୍ଟ୍ୟ। ପ୍ରଥମେ କଣ ପଢିବା? ପ୍ରଥମେ କଣ ପଢିବା ନା ସମ୍ପଦ କାହାକୁ କୁହାଯାଏ? ସମ୍ପଦ ବା ୱେଲ୍ଥ। ତ ଆମେ ୱେଲ୍ଥ ବୋଲି କଣ ଜାଣିଛନ୍ତି? ଆମେ ନା ସାଧାରଣ ଅର୍ଥରେ ସମ୍ପଦ କହିଲେ ଧନ ସମ୍ପଦକୁ ବୁଝାଇଥାଏ। ତ ଆମେ କଣ ଜାଣିଛନ୍ତି ସମ୍ପଦ କଣ? ସମ୍ପଦ ହଉଛି ଧନ ସମ୍ପଦ। ଧନ ସମ୍ପଦ ବୋଲି ଆମେ ଜାଣିଛନ୍ତି ସାଧାରଣ ଅର୍ଥରେ ଆମେ ଯାହା ବ୍ୟବହାର କରୁଛନ୍ତି, ଟଙ୍କା, ପଇସା, ଘର, ବିଭିନ୍ନ ପ୍ରକାର ସମ୍ପଦ, ତାକୁ ଆମେ କଣ କହୁଛନ୍ତି? ସେ ବିଭିନ୍ନ ପ୍ରକାର ଧନକୁ କଣ କହୁଛନ୍ତି? ସମ୍ପଦ ବୋଲି ଆମେ ଆଗରୁ କହୁଥିଲେ, ବା ୱେଲ୍ଥ ବୋଲି ଆମେ କହୁଥିଲେ। କିନ୍ତୁ ଅର୍ଥଶାସ୍ତ୍ରରେ ଏହାର ଏକ ସ୍ୱତନ୍ତ୍ର ଅର୍ଥ ରହିଛି। ତ ସମ୍ପଦର ଅର୍ଥ କିନ୍ତୁ ଅର୍ଥଶାସ୍ତ୍ରରେ ଅଲଗା। ସେଇଥିପାଇଁ ତ ଏ ବିଷୟର ନାଁ କଣ ନା ଅର୍ଥଶାସ୍ତ୍ରର ବିଭିନ୍ନ ଅବଧାରଣା। ବିଭିନ୍ନ ପ୍ରକାର ଅବଧାରଣା ରହିଛି, ବା ବିଭିନ୍ନ ପ୍ରକାର ଅନ୍ୟ ଧାରଣା ରହିଛି। ଯେମିତି ସମ୍ପଦର ଆମେ ଗୋଟେ ଅର୍ଥ ଆମେ ଅଲଗା ଜାଣିଛନ୍ତି, କିନ୍ତୁ ଅର୍ଥଶାସ୍ତ୍ରରେ ତାର ଅର୍ଥ ଅଲଗା ବୋଲି ବ୍ୟବହାର କରାଯାଏ। ସେଥିପାଇଁ ଏଇ ବିଷୟଟିକୁ ଆମେ ପଢୁଛନ୍ତି, ଯୋଉଟା କି ବହୁତ ଇମ୍ପୋର୍ଟାଣ୍ଟ। କାହିଁକିନା ଅର୍ଥଶାସ୍ତ୍ରକୁ ଜାଣିବା ପାଇଁ ହେଲେ ତାର ବିଭିନ୍ନ ଅବଧାରଣା ବା ବିଭିନ୍ନ କନସେପ୍ଟକୁ ଆମେ, ବେସିକ୍ କନସେପ୍ଟକୁ ଆମେ ଜାଣିବା ଦରକାର। ସମ୍ପଦ କାହାକୁ କୁହାଯାଏ ଆମେ ଜାଣିଥିବା ଦରକାର। ଅର୍ଥଶାସ୍ତ୍ରରେ ସମ୍ପଦ କାହା କଣ ଜାଣିଲେ ହିଁ ତା ଆଗକୁ ଯୋଉ ଆମେ ପଢିବା, ସୀମାନ୍ତ ଉପଯୁକ୍ତା ସୂତ୍ର, ସମସୀମାନ୍ତ ଉପଯୁକ୍ତା ସୂତ୍ର, ସେଗୁଡିକରେ ଆମେ ଜାଣିପାରିବା କଣ, ବା ଯୋଉ ଆମେ ଯେତେବେଳେ ଆମେ ଜାତୀୟ ଆୟକୁ ହିସାବ କରିବା, ସେତେବେଳେ ସମ୍ପଦ କଥା ହିଁ ଆସିବ। ସେତେବେଳେ ଆମେ ଜାଣିପାରିବା ଜାତୀୟ ଆୟ କେମିତି ହିସାବ କରାହଉଛି, କାହାକୁ ନେଇ ହିସାବ କରାହଉଛି। ସେସବୁ ପାଇଁ ହେଲ୍ପ ହବ କିଏ? ସମ୍ପଦ। ସମ୍ପଦର ଅର୍ଥ ଜାଣିଥିଲେ ଆମେ କରିପାରିବା। ଆମେ ସାଧାରଣ ଅର୍ଥ ଜାଣିଲେ କି ଧନ ସମ୍ପଦ, ଧନ ସମ୍ପଦକୁ କୁହାଯାଏ। କିନ୍ତୁ ଅର୍ଥଶାସ୍ତ୍ରରେ ସମ୍ପଦର ଅର୍ଥ କଣ?
ଯେଉଁ ଦ୍ରବ୍ୟର ଉପଯୋଗିତା ଥାଏ ଏବଂ ଏହା ଦୁଷ୍ପ୍ରାପ୍ୟ ହେଇଥାଏ ଓ କ୍ରୟ ବିକ୍ରୟ ହୋଇପାରେ ଏବଂ ତାର ବାହିକ ସ୍ଥିତି ଥାଏ, ତାହାକୁ ଅର୍ଥଶାସ୍ତ୍ରରେ ସମ୍ପଦ ବୋଲି କୁହାଯାଏ। ଏଇଟା ହଉଛି ତାର ଡେଫିନେସନ। ସମ୍ପଦର ଡେଫିନେସନ ଆକର୍ଡିଂ ଟୁ ଇକୋନୋମିକ୍ସ ବା ଅର୍ଥଶାସ୍ତ୍ର ଅନୁସାରେ। ଯେଉଁ ଦ୍ରବ୍ୟର କଣ ଥାଏ ଉପଯୋଗିତା ଥାଏ। ଆମେ ଆଗରୁ ପଢିଛନ୍ତି ଉପଯୋଗିତା କଣ? ଉପଯୋଗିତା, ଯାହାର ଉପଯୋଗିତା, ଯେଉଁ ଦ୍ରବ୍ୟର ଉପଯୋଗିତା ଥାଏ ତାକୁ ଆମେ ସମ୍ପଦ ବୋଲି କହିବା। ଉପଯୋଗିତା କଣ? ତାର ବ୍ୟବହାର କ୍ଷମତା, ଯୋଉଟା ଆମେ ପଢିଛନ୍ତି ବ୍ୟବହାର କ୍ଷମତା ଥିବା ଦରକାର। ଆଉ କଣ? ଯୋଉଟା ଆମେ ଆଗକୁ ପଢିବା ତାର ବୈଶିଷ୍ଟ୍ୟରେ ବା କ୍ୟାରେକ୍ଟରିଷ୍ଟିକ୍ସରେ। ଏବଂ ଏହା ଦୁଷ୍ପ୍ରାପ୍ୟ ହୋଇଥାଏ। ଦୁଷ୍ପ୍ରାପ୍ୟ କଣ? ନା ଏହା ସୀମିତ ପରିମାଣରେ ଉପଲବ୍ଧ ଥିବା ଦରକାର। ସେତେବେଳେ ଯାଇ ତାକୁ ଆମେ ସମ୍ପଦ ବୋଲି କହିବା। ତାକୁ ଆମେ ପଢିବା। ଆଉ କଣ? କ୍ରୟ ବିକ୍ରୟ ହେଇପାରେ। ଆଉ ସେ ସମ୍ପଦ ବା ସେ ଦ୍ରବ୍ୟଟି କଣ ହେଇପାରିବ? ନା କ୍ରୟ ବିକ୍ରୟ ହେଇପାରୁଥିବ ଏବଂ ତାର ବାହିକ ସ୍ଥିତି, ଏଟା ବାହିକ ହବ, ବାହିକ ସ୍ଥିତି ଥାଏ। ଯାହାର ଏକ ବାହିକ ସ୍ଥିତି ଥିବ, ସେଟା କଣ ଆମେ ପଢିବା? ତାହାକୁ ଅର୍ଥଶାସ୍ତ୍ରରେ ସମ୍ପଦ ବୋଲି କୁହାଯାଏ। ଏହା ଏକ ୱାନ୍ ଲାଇନର ମାନେ ଡେଫିନେସନ, ୱାନ୍ ଲାଇନର ଡେଫିନେସନ। ତୁମେ ଏଇ ଗୋଟେ ଡେଫିନେସନ ଲେଖିଦବ, ସମ୍ପଦର ଫୁଲ ହେଇଗଲା, କିଛି ପ୍ରୋବ୍ଲେମ ନାହିଁ। ଯିଏ ବି ଖାତା ଦେଖୁଥିବ ସେ ଆରାମସେ ଜାଣିନବ କି ହଁ ପିଲା ଟିକେ ସେ ଜାଣିଛି, ସେ ତୁମକୁ ମାର୍କ ଦବ ହିଁ ଦବ। এটা হচ্ছে ওয়ান লাইনার ডেফিনেশন। তাহলে সম্পদ କଣ ଆମେ ବୁଝିଲେ? ସମ୍ପଦ ହେଉଛି ଯାହାର ଉପଯୋଗିତା ଥାଏ, ଦୁଷ୍ପ୍ରାପ୍ୟ ଥାଏ, ଦୁଷ୍ପ୍ରାପ୍ୟ ହୋଇଥାଏ, କ୍ରୟ ବିକ୍ରୟ ହେଇପାରେ ଆଉ ବାହିକ ସ୍ଥିତି ଥାଏ। ତାହେଲେ ସମ୍ପଦ ହେଉଛି ଏଇଆ। ବୁଝିହେଲା? ତାହେଲେ ଆମେ ତାର ସମ୍ପଦର ବୈଶିଷ୍ଟ୍ୟ, କ୍ୟାରେକ୍ଟରିଷ୍ଟିକ୍ସ ଅଫ ୱେଲ୍ଥ। ସମ୍ପଦର ବୈଶିଷ୍ଟ୍ୟ ଜାଣିଲେ ଆମେ ଜାଣିପାରିବା କୋଉଟା ସମ୍ପଦ ହବ, କୋଉଟା ସମ୍ପଦ ହବ ନାହିଁ। ତୁମର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ମଧ୍ୟ ଏଟା। କ୍ୱେଶ୍ଚନ ଲଙ୍ଗ କ୍ୱେଶ୍ଚନ ଆସିବ, ସମ୍ପଦର ସଂଜ୍ଞା କଣ, ସମ୍ପଦର ବୈଶିଷ୍ଟ୍ୟ ଲେଖ। ଏଟା ତୁମ ଲଙ୍ଗ କ୍ୱେଶ୍ଚନ ଆସିବ ନିହାତି। ଆମେ ପଢିବା ସମ୍ପଦର ବୈଶିଷ୍ଟ୍ୟ। ସମ୍ପଦ ରୂପେ ଗଣ୍ୟ ହେବାକୁ ହେଲେ ଦ୍ରବ୍ୟର ନିମ୍ନଲିଖିତ ବୈଶିଷ୍ଟ୍ୟ ଥିବା ଆବଶ୍ୟକ। ଗୋଟେ ଦ୍ରବ୍ୟକୁ ଆମେ ସମ୍ପଦ ସେତେବେଳେ କହିବା, ବା ଗୋଟେ ଦେଶର ଗୋଟେ ଦ୍ରବ୍ୟକୁ ଲୋକମାନେ ସେଇ ଦ୍ରବ୍ୟକୁ ସମ୍ପଦ ବୋଲି କହିବା, ବା ଅର୍ଥଶାସ୍ତ୍ରରେ ସେଇ ଦ୍ରବ୍ୟକୁ ସମ୍ପଦ ବୋଲି କହିବା, ଯେତେବେଳେ ନିମ୍ନଲିଖିତ ବୈଶିଷ୍ଟ୍ୟ ଥିବ। ତାର କିଛି ବୈଶିଷ୍ଟ୍ୟ ଥିବ ବା ତାର କ୍ୟାରେକ୍ଟରିଷ୍ଟିକ୍ସ ଥିବ। କଣ କଣ କ୍ୟାରେକ୍ଟରିଷ୍ଟିକ୍ସ ଥିବ? ପ୍ରଥମ ହେଲା କଣ? ଉପଯୋଗିତା। କଣ? ଉପଯୋଗିତା ବା ୟୁଟିଲିଟି। ୟୁଟିଲିଟି ଥିବ। ଉପଯୋଗିତା ବା ୟୁଟିଲିଟି ଥିବ। ଏଇ ଚାରିଟା ବୈଶିଷ୍ଟ୍ୟ ସହଜ ମନେ ରଖିବା, ସହଜ, କିଛି ଅସୁବିଧା ନାହିଁ। ତୁମେ ଡେଫିନେସନ ମନେ ରଖିଦେଲ, ହେଇଗଲା ତମ ବୈଶିଷ୍ଟ୍ୟ ଚାରିଟା ତମର ମନେ ରହିଯିବ। ପ୍ରଥମ କଣ ହେଲା? ଉପଯୋଗିତା ବା ୟୁଟିଲିଟି। ଦ୍ୱିତୀୟରେ କଣ? ସ୍ୱଳ୍ପତା ବା ଦୁଷ୍ପ୍ରାପ୍ୟତା। ଇଂଲିଶରେ କଣ? ସ୍କାର୍ସିଟି। ସ୍ୱଳ୍ପତା ବା ଦୁଷ୍ପ୍ରାପ୍ୟତା। ତୃତୀୟରେ କଣ? ବିକ୍ରୟ ଯୋଗ୍ୟତା ବା ସ୍ଥାନାନ୍ତର ଯୋଗ୍ୟତା। ଇଂଲିଶରେ କଣ? ମାର୍କେଟେବିଲିଟି। ବିକ୍ରୟ ଯୋଗ୍ୟତା ଅର୍ ଟ୍ରାନ୍ସଫରେବିଲିଟି ବା ସ୍ଥାନାନ୍ତର ଯୋଗ୍ୟତା, ଗୋଟେ ସ୍ଥାନରୁ ଅନ୍ୟ ଗୋଟେ ସ୍ଥାନକୁ ନେଇ ହଉଥିବ। ଏଟା ହେଲା ତୃତୀୟ ଉପଯୋଗିତା। ଆଉ କଣ? ତୃତୀୟ ବୈଶିଷ୍ଟ୍ୟ ଆଉ କଣ? ବାହିକ ସ୍ଥିତି ବା ଏକ୍ସଟର୍ନାଲ ପୋଜିସନ। ବାହିକ ସ୍ଥିତି, ସେ ଦ୍ରବ୍ୟର ଗୋଟେ ବାହିକ ସ୍ଥିତି ଥିବ, ଅନ୍ତର୍ନିହିତ ସ୍ଥିତି ନୁହଁ, ବାହିକ ସ୍ଥିତି ଥିବ, ତାକୁ ଆମେ ସମ୍ପଦର ଏଇ ଚାରୋଟି ବୈଶିଷ୍ଟ୍ୟ ଥିଲେ ବା କ୍ୟାରେକ୍ଟରିଷ୍ଟିକ୍ସ ଥିଲେ ହିଁ ଆମେ ସେ ଦ୍ରବ୍ୟକୁ କଣ କହିବା? ସମ୍ପଦ ବୋଲି କହିପାରିବା। ବୁଝିହେଲା? ତାହେଲେ ଆମେ ଗୋଟେ ଗୋଟେ ପଢିବା। ସେ ଉପଯୋଗିତା କଣ, ସ୍ୱଳ୍ପତା ବା ଦୁଷ୍ପ୍ରାପ୍ୟତା କଣ, ବିକ୍ରୟ ଯୋଗ୍ୟତା କଣ, ବାହିକ ସ୍ଥିତି କଣ, ଗୋଟେ ଗୋଟେ ଆମେ ପଢିବା। ଏବେ ଆସିଲା କଣ? ଉପଯୋଗିତା ବା ୟୁଟିଲିଟି। ତାହେଲେ ଉପଯୋଗିତା ବା ୟୁଟିଲିଟି କଣ? ଆମେ ଜାଣିଛନ୍ତି, ଟିକେ ଟିକେ ଆମେ ପଢିଥିଲେ କି ଉପଯୋଗିତା କଣ? ଦ୍ରବ୍ୟର ବ୍ୟବହାର କ୍ଷମତା। ସେଇଟା ପଢିବା। ଗୋଟିଏ ଦ୍ରବ୍ୟ ସମ୍ପଦ ପଦବାଚ୍ୟ ହେବା ପାଇଁ ତାର ଉପଯୋଗିତା ଥିବା ନିହାତି ଆବଶ୍ୟକ। ଉପଯୋଗିତା କଣ? ତାର ବ୍ୟବହାର କ୍ଷମତା। କାହା ପାଇଁ ବ୍ୟବହାର କ୍ଷମତା? କେବଳ ମଣିଷ ମାନଙ୍କ ପାଇଁ। ଅର୍ଥଶାସ୍ତ୍ର ସବୁବେଳେ ଆମେ ବୁଝିବ, ଯାହା ବି ଆମେ ପଢୁଛନ୍ତି ଜୀବନରେ, ସେ ହଉଛି ହ୍ୟୁମାନ ନଲେଜ ବା ହ୍ୟୁମାନ ସାଇନ୍ସ ତାକୁ ଆମେ କୁହାଯାଏ। ତ ଅର୍ଥଶାସ୍ତ୍ର ହେଉଛି ଗୋଟେ ହ୍ୟୁମାନ ନଲେଜ। ଏହା ହଉଛି ମଣିଷ ମାନଙ୍କ ପାଇଁ କେବଳ। ତାହେଲେ ଯାହା ବି ଆମେ ପଢିବା
ଯାହାର ଉପଯୋଗିତା ଅଛି ମାନେ କାହା ପାଇଁ ଉପଯୋଗିତା ଅଛି? ମନୁଷ୍ୟମାନଙ୍କ ପାଇଁ। କିଛି ଦ୍ରବ୍ୟ ମଧ୍ୟ ଅଛି ଯାହା ମନୁଷ୍ୟର କୌଣସି ଆବଶ୍ୟକ ନୁହଁ। କିନ୍ତୁ ଅନ୍ୟ ଜୀବଜନ୍ତୁ ପଶୁପକ୍ଷୀମାନଙ୍କ ପାଇଁ ତାହା ନିହାତି ଆବଶ୍ୟକ। କିନ୍ତୁ ସେଗୁଡ଼ିକ ସମ୍ପଦ ପଦବାଚ୍ୟ ହେବ ନାହିଁ। କେବଳ କିଏ? ମନୁଷ୍ୟ। ମନେ ରଖିଥିବ କିଏ? କେବଳ ହ୍ୟୁମାନ୍ ବା କେବଳ ମନୁଷ୍ୟମାନଙ୍କ ପାଇଁ ହଉଛି ଉପଯୋଗିତା ରହିବ। କିଏ? ହ୍ୟୁମାନ୍। ଉପଯୋଗିତା କାହାର ଥିବ? ମନୁଷ୍ୟମାନଙ୍କର। ତାହେଲେ ଗୋଟିଏ ଦ୍ରବ୍ୟ ସମ୍ପଦ ପଦବାଚ୍ୟ ହେବା ପାଇଁ ତାର ଉପଯୋଗିତା ନିହାତି ଥିବା ଦରକାର। ଉପଯୋଗିତା କଣ? ବ୍ୟବହାର କ୍ଷମତା। ଗୋଟେ ଦ୍ରବ୍ୟର ବ୍ୟବହାର କ୍ଷମତା ଥିବ। ମଣିଷ ତାକୁ ବ୍ୟବହାର କରିପାରୁଥିବ। ବୁଝିଗଲା? ଏକ୍ସାମ୍ପଲ ଆମେ ଜାଣିପାରିବା। ପଚା ଅଣ୍ଡା ବା ପଚା ଫଳ ସମ୍ପଦ ନୁହନ୍ତି। କାରଣ ତାର ଅଭାବ ପୂରଣ କ୍ଷମତା ବା ଉପଯୋଗିତା ନାହିଁ। ପଚା ଅଣ୍ଡା ବା ପଚା ଫଳ ସମ୍ପଦ ହୋଇପାରିବ ନାହିଁ। କାହିଁକି? ତାହାକୁ ମନୁଷ୍ୟ ବ୍ୟବହାର କରିପାରିବ ନାହିଁ। ତାପରେ କଣ? ଯେଉଁ ଦ୍ରବ୍ୟର ମନୁଷ୍ୟ ଅଭାବ ପୂରଣ କରିବାର କ୍ଷମତା ଅଛି ତାହା ହିଁ କେବଳ ସମ୍ପଦ ପଦବାଚ୍ୟ। ଯେଉଁ ଦ୍ରବ୍ୟ ମନୁଷ୍ୟର ଅଭାବ ପୂରଣ କରିପାରିବ ତାକୁ ଆମେ ସମ୍ପଦ ପଦବାଚ୍ୟ ବୋଲି କହିବା। ବୁଝିଗଲା? ଅନ୍ୟ ପକ୍ଷରେ ମଦ ଓ ଅଫିମ ବା ନିଶା ଦ୍ରବ୍ୟ ହେଲେ, ଏଇ ଯୋଉ ମଦ ହେଲା, ଅଫିମ ହେଲା, ନିଶା ଦ୍ରବ୍ୟ ହେଲା, ଏଗୁଡିକ ନିଶା ଦ୍ରବ୍ୟ ବା କ୍ଷତିକାରକ ଦ୍ରବ୍ୟ ହେଲେ ମଧ୍ୟ ମାନବର ଅଭାବକୁ ପୂରଣ କରୁଥିବାରୁ ଏହା ସମ୍ପଦ ହୋଇପାରେ। ଏଇଟା ଦିଟା କଥା ଦେଖିଲ। ଗୋଟେ ପଚା ଅଣ୍ଡା, ପଚା ଫଳ। ଯେତେବେଳେ ସେ ଅଣ୍ଡାଟି ଭଲ ଥିଲା ବା ଫଳଟି ଭଲ ଥିଲା ସେତେବେଳେ ସମ୍ପଦ ଥିଲା, କିନ୍ତୁ ପଚା ହେଇଗଲା ପରେ ସମ୍ପଦ ହେଲା ନାହିଁ। କାହିଁକି? ତାର ଅଭାବ ପୂରଣର କ୍ଷମତା ନାହିଁ। କିନ୍ତୁ ଦେଖ ଏ ମଦ, ଅଫିମ, ନିଶା ଦ୍ରବ୍ୟ ଇତ୍ୟାଦି ତାର କଣ ଅଛି? ମନୁଷ୍ୟର ସ୍ୱାସ୍ଥ୍ୟ ପାଇଁ ହାନିକାରକ। ତଥାପି କିଛି ମନୁଷ୍ୟ ତ କଣ ପାଇଁ ତାକୁ ବ୍ୟବହାର କରୁଛନ୍ତି? ତାଙ୍କର କିଛି ଅଭାବ ରହିଛି ବା ତାଙ୍କର ସେଥିରୁ କିଛି ଉପଯୋଗିତା ଲାଭ କରୁଛନ୍ତି। ସେଥିପାଇଁ ତା ପାଇଁ ସେ ଟଙ୍କା ଦେଇ ବା କ୍ରୟ ବିକ୍ରୟ କରିପାରୁଛନ୍ତି। ସେଗୁଡ଼ିକର ଅନ୍ତର୍ନିହିତ କୌଣସି ବ୍ୟବହାର କ୍ଷମତା ନଥିଲେ ବି କିନ୍ତୁ ମାନବର ଅଭାବ ପୂରଣ କରୁଥିବାରୁ ତାକୁ କଣ କୁହାଯାଇପାରିବ? ସମ୍ପଦ ବୋଲି କୁହାଯାଇ ପାରିବ। ତାହେଲେ ଜାଣିପାରୁଛ ନା କୋଉ ଲେଭେଲ ପର୍ଯ୍ୟନ୍ତ ବା କୋଉ ସୀମା ପର୍ଯ୍ୟନ୍ତ ଆମେ ସମ୍ପଦ କହିପାରିବା। କେବଳ ସେ ଦ୍ରବ୍ୟର ଅନ୍ତର୍ନିହିତ ଯାହା ବି ବ୍ୟବହାର କ୍ଷମତା ଥାଇପାରେ, କିନ୍ତୁ ମାନବର ଅଭାବ ଯେ ପର୍ଯ୍ୟନ୍ତ ପୂରଣ କରିନାହିଁ ତାକୁ ଆମେ ସମ୍ପଦ ବୋଲି କହିପାରିବା ନାହିଁ। ତମେ ଗୋଟେ ମଧ୍ୟ ଲାଇନ ଏଠି ଲେଖିପାରିବ, କେବଳ ମାନବର ଅଭାବ ପୂରଣ କରିପାରୁଥିବା ଦ୍ରବ୍ୟକୁ ଆମେ ସମ୍ପଦ କହିପାରିବା। ଏଟା ଗୋଟେ ମଧ୍ୟ ଲାଇନ ଲେଖିପାରିବ। ତାହେଲେ ଉପଯୋଗିତା କଣ ବୁଝିପାରିଲ? ସବୁବେଳେ ମନେ ରଖିବ, ଯାହା ବି ଆମେ ପଢୁଛନ୍ତି ସବୁ ମନୁଷ୍ୟ ମାନଙ୍କ ପାଇଁ। ତାହେଲେ ଉପଯୋଗିତା କହିଲେ ମନୁଷ୍ୟ ମାନଙ୍କ ପାଇଁ ଉପଯୋଗିତା। ତାହେଲେ ମନୁଷ୍ୟ ମାନଙ୍କ ପାଇଁ ଯେଉଁ ଦ୍ରବ୍ୟ ବ୍ୟବହାର କ୍ଷମ ତାକୁ ଆମେ ସମ୍ପଦ ବୋଲି କହିବା। ବୁଝିଗଲା? ଉପଯୋଗିତାର ବୈଶିଷ୍ଟ୍ୟ ବୁଝିଗଲ? ଏଇଭଳି ତୁମେ ଆହୁରି ବି ଏକ୍ସାମ୍ପଲ ଲେଖିପାରିବ। ଏକ୍ସାମ୍ପଲ ଦେଇନାହାନ୍ତି, ସମ୍ପଦ ଦେଇନାହାନ୍ତି, ଯେମିତିକି ବିଭିନ୍ନ ପ୍ରକାର ଆମ ବଜାରରେ ବିକ୍ରୟ ହେଉଥିବା ବିଭିନ୍ନ ଦ୍ରବ୍ୟ ମଧ୍ୟ ସମ୍ପଦ ହେଇପାରିବ। ବୁଝିଗଲା? ତାର ଉପଯୋଗିତା ରହିଛି। ପ୍ରଥମ ହେଲା ଉପଯୋଗିତା। ବୁଝିଗଲା? ଦ୍ୱିତୀୟରେ କଣ? ସ୍ୱଳ୍ପତା ବା ଦୁଷ୍ପ୍ରାପ୍ୟତା। ଇଂଲିଶରେ କଣ? ସ୍କାର୍ସିଟି। ସ୍କାର୍ସିଟି ଅର୍ଥ କଣ? ଯୋଉଟା କମ ପରିମାଣରେ, ବହୁତ କମ ପରିମାଣରେ ମିଳୁଥାଏ ବା ତାର ଅସୀମ ଯୋଗାଣ ନାହିଁ। ଯେଉଁ ଦ୍ରବ୍ୟ ଗୁଡିକ ଅସୀମ ପରିମାଣରେ ମିଳୁନଥାଏ ତାକୁ ଆମେ କଣ କହିଥାଉ? ସ୍ୱଳ୍ପତା ବୋଲି କହିଥାଉ। କେବଳ ଉପଯୋଗିତା ଥିଲେ ଗୋଟେ ଦ୍ରବ୍ୟକୁ ସମ୍ପଦ କୁହାଯିବ ନାହିଁ। ଏମିତି କଣ ବୁଝୁଛ? ଯେତେକ ବି ଆମର ବୈଶିଷ୍ଟ୍ୟ ରହିଛି ସବୁ ବୈଶିଷ୍ଟ୍ୟ ଗୋଟେ ଦ୍ରବ୍ୟର ଥିଲେ ହିଁ ତାକୁ ଆମେ ସମ୍ପଦ ବୋଲି କହିବା। କେବଳ ଗୋଟିଏ ବୈଶିଷ୍ଟ୍ୟ ଥିଲେ ଆମେ ତାକୁ ସମ୍ପଦ ବୋଲି କହିବା ନାହିଁ। ବୁଝିଗଲା? ଏଟା ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ, କି କେବଳ ଗୋଟିଏ ବୈଶିଷ୍ଟ୍ୟ ଥିଲେ ତାକୁ ସମ୍ପଦ ବୋଲି କହିବା ନାହିଁ। ସବୁ ଚାରୋଟି ବୈଶିଷ୍ଟ୍ୟ ଥିଲେ ହିଁ ତାକୁ ଆମେ ସମ୍ପଦ ବୋଲି କହିବା। ସେଥିପାଇଁ କେବଳ ଉପଯୋଗିତା ଥିଲେ ଗୋଟିଏ ଦ୍ରବ୍ୟକୁ ସମ୍ପଦ କୁହାଯିବ ନାହିଁ। ଉପଯୋଗିତା ଥାଇ ମଧ୍ୟ ଯଦି ଗୋଟିଏ ଦ୍ରବ୍ୟ ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବ ତା ପାଇଁ କେହି ବି କିଛି ପାଉଣା ଦେବେ ନାହିଁ। ବୁଝିଲା କି ନାହିଁ? ଗୋଟିଏ ଦ୍ରବ୍ୟର ଉପଯୋଗିତା ଅଛି, ବ୍ୟବହାର କ୍ଷମତା ଅଛି, ମନୁଷ୍ୟ ମାନଙ୍କ ପାଇଁ ବ୍ୟବହାର କ୍ଷମତା ଅଛି,
କିନ୍ତୁ ସେ ଦ୍ରବ୍ୟଟି କଣ ହଉଛି ପର୍ଯ୍ୟାପ୍ତ ପରିମାଣରେ ମିଳୁଛି, ପ୍ରଚୁର ପରିମାଣରେ ମିଳୁଛି। ତା ପାଇଁ କେହି ପାଉଣା ଦେଇ କିଣିବେ କି? କିଣିବେ ନାହିଁ। ଯେମିତିକି ସୂର୍ଯ୍ୟ କିରଣ, ମୁକ୍ତ ବାୟୁ, ନଦୀର ଜଳ ଇତ୍ୟାଦି ଇତ୍ୟାଦିର ଉପଯୋଗିତା ରହିଛି କାହିଁକିନା ସୂର୍ଯ୍ୟ କିରଣ ବିନା ମନୁଷ୍ୟର ଜୀବନ ଅସମ୍ଭବ ବା ପୃଥିବୀରେ ଜୀବନ ଅସମ୍ଭବ ସୂର୍ଯ୍ୟ କିରଣ ବିନା। କିନ୍ତୁ ଏହାର ଉପଯୋଗିତା ଅଛି, ବହୁତ ଉପଯୋଗିତା ଅଛି, କିନ୍ତୁ ତାହା କଣ ବହୁ ପରିମାଣରେ ମିଳୁଛି, ପ୍ରଚୁର ପରିମାଣରେ ମିଳୁଛି। ତାର ତାର ଯୋଉ ଯୋଗାଣଟା ସୀମିତ ନୁହଁ, ଅସୀମ ଯୋଗାଣ। ସେଗୁଡ଼ିକ କିନ୍ତୁ ଏଗୁଡ଼ିକର ଯୋଗାଣ ଅସୀମ ହୋଇଥିବାରୁ ତାହା ବିନା ମୂଲ୍ୟରେ ମିଳେ। ଏହା ବିନା ମୂଲ୍ୟରେ ମିଳେ। ସୂର୍ଯ୍ୟ କିରଣ ପାଇଁ କୌଣସି କ୍ରୟ ମୂଲ୍ୟ ଦେବାକୁ ପଡେ ନାହିଁ। ତେଣୁ ତାହା ସମ୍ପଦ ପଦବାଚ୍ୟ ନୁହଁ। ତେଣୁ ସମ୍ପଦ ହବା ପାଇଁ କେବଳ ଉପଯୋଗିତା ହେଲେ ହବ ନାହିଁ, ତା ସହିତ ସ୍ୱଳ୍ପତା ବା ଦୁଷ୍ପ୍ରାପ୍ୟତା ଥିବା ଦରକାର। ଅତଏବ ଉପଯୋଗିତା ସହ ଦ୍ରବ୍ୟର ସ୍ୱଳ୍ପତା ବା ଦୁଷ୍ପ୍ରାପ୍ୟତା ଥିଲେ ହିଁ ତାହା ସମ୍ପଦ ପଦବାଚ୍ୟ ହୁଏ। ବୁଝିହେଲା? ତାର ସ୍ୱଳ୍ପତା ଦୁଷ୍ପ୍ରାପ୍ୟତା ବୁଝିହେଲା? ଯାହା ବି ଡାଉଟ୍ ହଉଛି ତୁମେ ପଚାରି ପାରିବ, କମେଣ୍ଟରେ ପଚାରି ପାରିବ, କିମ୍ବା କହିଥିଲି ଟେଲିଗ୍ରାମରେ ଜଏନ୍ ହେଇ ପଚାରି ପାରିବ। ନେକ୍ସଟ ପଢିବା ବିକ୍ରୟ ଯୋଗ୍ୟତା ବା ସ୍ଥାନାନ୍ତର ଯୋଗ୍ୟତା। ଇଂଲିଶରେ କଣ? ମାର୍କେଟେବିଲିଟି ଅର୍ ଟ୍ରାନ୍ସଫରେବିଲିଟି। ଯେଉଁ ଦ୍ରବ୍ୟ କଣ ହେଇଥିବ ବିକ୍ରୟ କରି ହେଉଥିବ, ଆଉ କଣ ହେଇଥିବ ସ୍ଥାନାନ୍ତର ଯୋଗ୍ୟତା। ତାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ, ଜଣଙ୍କ ପାଖରୁ, ଜଣେ ବ୍ୟକ୍ତି ପାଖରୁ ଆଉ ଜଣେ ବ୍ୟକ୍ତି ପାଖକୁ ସ୍ଥାନାନ୍ତର ହେଇପାରୁଥିବ। ସ୍ଥାନାନ୍ତର ହେଲେ ହିଁ ବିକ୍ରୟ ହେଇପାରିବ। ବିକ୍ରୟ ଅର୍ଥ କଣ? ତୁମେ ଟଙ୍କା ଦବ, ତା ବଦଳରେ ସେଇ ଦ୍ରବ୍ୟଟି ପାଇବ। ତାହେଲେ ସେଇ ଦ୍ରବ୍ୟଟି ଯଦି ସେଇ ବ୍ୟକ୍ତି ପାଖରୁ ସ୍ଥାନାନ୍ତର ହେଇପାରିବ, ତାହେଲେ ବିକ୍ରୟ ହେଇପାରିବ, ନହେଲେ ବିକ୍ରୟ ହେଇପାରିବ ନାହିଁ। ଦେଖିବା କଣ ଅଛି। ଜଣେ ଶିଳ୍ପୀର କଳା କୌଶଳ। ଜଣେ ଶିଳ୍ପୀ, ଜଣେ କାଠ ବଢି ହେଇପାରେ ବା ପଥର ଶିଳ୍ପୀ ହେଇପାରେ, ତାର କଳା କୌଶଳ। କବିର ପ୍ରତିଭା, କବିର କବିତ୍ୱ, ଜଣେ ଉତ୍ତମ ଚିକିତ୍ସକଙ୍କର ଦକ୍ଷତା, ଦୁଷ୍ପ୍ରାପ୍ୟ ଏବଂ ତାର ଉପଯୋଗିତା ଅଛି। ଉପଯୋଗିତା ଅଛି ଜଣେ ଶିଳ୍ପୀର କୌଶଳ, କବିର ପ୍ରତିଭା, ଜଣେ ଉତ୍ତମ ଚିକିତ୍ସକ, ଡକ୍ଟରଙ୍କର ଯୋଉ ଦକ୍ଷତା, ତାର ଉପଯୋଗିତା ଅଛି। ତାର ମନୁଷ୍ୟ ପାଇଁ ବ୍ୟବହାରକ୍ଷମ, ଆଉ ତା ଦୁଷ୍ପ୍ରାପ୍ୟ ମଧ୍ୟ କମ ପରିମାଣରେ ଆଭେଲେବଲ ଅଛି ବା କମ ପରିମାଣରେ ଆମ ପାଖରେ ଉପଲବ୍ଧ ଅଛି। କିନ୍ତୁ ଏହି ବ୍ୟକ୍ତିଗତ ଗୁଣ ଗୁଡିକ ଜଣଙ୍କ ପାଖରୁ ଆଉ ଜଣକୁ ସ୍ଥାନାନ୍ତର କରାଯାଇ ପାରିବ ନାହିଁ। ଏଇ ଯୋଉ ଗୁଣ ଗୁଡିକୁ ଜଣଙ୍କ ପାଖରୁ ଆଉ ଜଣକୁ ସ୍ଥାନାନ୍ତର କରାଯାଇ ପାରିବ କି? ଏ ଶିଳ୍ପୀର କଳା କୌଶଳ। ଶିଳ୍ପୀର କଳା କୌଶଳ ସେ ଆଉ ଜଣଙ୍କୁ ଶିଖେଇ ପାରେ। ସେ ଯିଏ ଶିଖୁଆ ପିଲାଟି ତା ଅନୁସାରେ ଶିଖିବ। ଭଲ ଶିଖିପାରେ ବା କମ ଭଲ ଶିଖିପାରେ, ଖରାପ ଶିଖିପାରେ, ଯାହା ବି ହେଇପାରେ, କିନ୍ତୁ ସେ ଶିଳ୍ପୀ ପରି ଆଉ ହେଇପାରିବ ନାହିଁ। ସେଭଳି କବିର ପ୍ରତିଭା, ଜଣେ କବି ଆମେ ଧରି ନେବା ସାରଳା ଦାସ, ରାଧାନାଥ ରାୟ, ଏମାନଙ୍କର କବି ଉପେନ୍ଦ୍ର ଭଞ୍ଜ, ଏଇ ଯୋଉ କବିଙ୍କର ପ୍ରତିଭା, ତାଙ୍କୁ ଆମେ ଫଲୋ କରିକି ଆଉ ଜଣେ ତାଙ୍କୁ ଅନୁସରଣ କରିକି ନିଜସ୍ୱ ଲେଖା ଲେଖିପାରିବ, କିନ୍ତୁ ସିଏ ଆଉ ଉପେନ୍ଦ୍ର ଭଞ୍ଜ ହେଇପାରିବ ନାହିଁ, ରାଧାନାଥ ରାୟ ହେଇପାରିବ ନାହିଁ। ତାହେଲେ ଏହା କଣ? କବିର ପ୍ରତିଭାଟା ସ୍ଥାନାନ୍ତର ହେଇପାରିବ ନାହିଁ। ତାର ଦୁଷ୍ପ୍ରାପ୍ୟତା ଅଛି, ତାର ଉପଯୋଗିତା ରହିଛି, କିନ୍ତୁ ସ୍ଥାନାନ୍ତର ହେଇପାରିବ ନାହିଁ। ଦ୍ରବ୍ୟର ସ୍ଥାନାନ୍ତର ଯୋଗ୍ୟତା ନଥିଲେ ତାହା ବିକ୍ରୟ ହୋଇପାରିବ ନାହିଁ। ମୁଁ କହିଲି ସ୍ଥାନାନ୍ତର ବିକ୍ରୟ କେତେବେଳେ ହବ? ତା ବଦଳରେ ତାକୁ ଦ୍ରବ୍ୟ ବି ଦବା, ଆମେ ଟଙ୍କା ଦବା, ତା ବଦଳରେ ସେ ଦ୍ରବ୍ୟଟାକୁ ଆମକୁ ଦେଇଦବ। ସ୍ଥାନାନ୍ତର କରିବ, ଜଣେ ବ୍ୟକ୍ତି ପାଖରୁ ଆଉ ଜଣ ପାଖକୁ ଆସିବ। ଯଦି ସ୍ଥାନାନ୍ତର ହିଁ ହେଇପାରୁନି, ତାହେଲେ ବିକ୍ରୟ କେମିତି ହେଇପାରିବ? ବିକ୍ରୟ ହେଇପାରିବ ନାହିଁ। ଯଦି ବିକ୍ରୟ ଯୋଗ୍ୟତା ନାହିଁ ବା ବିକ୍ରୟ ଯୋଗ୍ୟ ନୁହେଁ, ତାହା ସମ୍ପଦ ପଦବାଚ୍ୟ ହେବ ନାହିଁ। ରାଇଟ୍ କଥା। ସୁତରାଂ ଗୋଟିଏ ଦ୍ରବ୍ୟ ସମ୍ପଦ ପଦବାଚ୍ୟ ହେବ ଯଦି ତାର ସ୍ଥାନାନ୍ତର ଯୋଗ୍ୟତା ବା ବିକ୍ରୟ ଯୋଗ୍ୟତା ଥିବ। ତୁମେ ଆଉ ଗୋଟେ ଲାଇନ ମଧ୍ୟ ଦେଖିପାରିବ, ଗୋଟିଏ ଦ୍ରବ୍ୟ ସମ୍ପଦ ପଦବାଚ୍ୟ ହେଇପାରିବ ଯେତେବେଳେ ତାର ଉପଯୋଗିତା ଥିବ, ଦୁଷ୍ପ୍ରାପ୍ୟ ହେଇଥିବ, ଆଉ ତାହା ସ୍ଥାନାନ୍ତର ଯୋଗ୍ୟ ବା ବିକ୍ରୟ ଯୋଗ୍ୟ ହୋଇଥିବ। ତାକୁ ଆମେ ସମ୍ପଦ ବୋଲି କହିବା। ବୁଝିହେଲା? ଏତିକି ତୁମେ ବୁଝିପାରିଲ ବିକ୍ରୟ ଯୋଗ୍ୟତା କଣ, ସ୍ଥାନାନ୍ତର ଯୋଗ୍ୟତା କଣ। ନେକ୍ସଟ ପଢିବା
ବାହିକ ସ୍ଥିତି ବା ଏକ୍ସଟର୍ନାଲ ପୋଜିସନ। ଆମେ ଏତେ କଥା ପଢିଲେ, ଏତେ ବୈଶିଷ୍ଟ୍ୟ ପଢିଲେ, ଏବେ କଣ ଆସିଲେ ଇମ୍ପୋର୍ଟାଣ୍ଟ ବାହିକ ସ୍ଥିତି। ବାହିକ ସ୍ଥିତି କଣ? ବାହିକ ସ୍ଥିତି ନଥିଲେ ଦ୍ରବ୍ୟଟି ସ୍ଥାନାନ୍ତର ହୋଇପାରିବ ନାହିଁ ବା ସ୍ଥାନାନ୍ତରିତ ହୋଇପାରିବ ନାହିଁ। ସ୍ଥାନାନ୍ତରିତ ନ ହୋଇପାରିଲେ କ୍ରୟ ବିକ୍ରୟ ହେଇପାରିବ ନାହିଁ। ଦେଖିବା କଣ ବାହିକ ସ୍ଥିତିଟା କଣ? ବୁଦ୍ଧିମତ୍ତା, ଜଣେ ଗାୟିକଙ୍କର କଣ୍ଠସ୍ୱର, ସାଧୁତା, ଜଣେ ଅଧ୍ୟାପକଙ୍କର ଶିକ୍ଷାଦାନ ଦକ୍ଷତା, ସେଇଭଳି ଚିକିତ୍ସକଙ୍କର ଦକ୍ଷତା, ଶିଳ୍ପୀର କୌଶଳ, କବିର ପ୍ରତିଭା ଆଦି ବ୍ୟକ୍ତିଗତ ଗୁଣ ଗୁଡିକ ସମ୍ପଦ ନୁହେଁ। ଆମେ ଜାଣିଛୁ ସମ୍ପଦ ନୁହେଁ, ତା ଟ୍ରାନ୍ସଫରେବିଲିଟି ନୁହଁ, ବା ତାର ସ୍ଥାନାନ୍ତରିତ ଯୋଗ୍ୟ ନୁହଁ। ସ୍ଥାନାନ୍ତରିତ ଯୋଗ୍ୟ ନୁହଁ କାହିଁକି? କାହିଁକି ୟାର କାରଣ ହଉଛି ଏହାର ବାହିକ ସ୍ଥିତି ନାହିଁ। ଜଣେ ବ୍ୟକ୍ତି ତାର କବିର ପ୍ରତିଭାକୁ ଆଉ ଜଣଙ୍କୁ କେତେବେଳେ ଦେବ? ଯଦି ତାର ବାହିକ ସ୍ଥିତି ଥିବ, ତାର କୌଣସି ଗୋଟେ ଭୌତିକ ଆକାର ପ୍ରକାର ଥିବ, ସେତେବେଳେ ତାକୁ ହିଁ ଆମେ ସ୍ଥାନାନ୍ତର କରିପାରିବା। କିନ୍ତୁ ଏଗୁଡିକ କଣ ଅନ୍ତର୍ନିହିତ ଗୁଣ, ତାର କୌଣସି ଭୌତିକ ଆକାର ପ୍ରକାର ନାହିଁ, ସେଥିପାଇଁ ଏହା ସ୍ଥାନାନ୍ତରିତ ହେଇପାରୁନି। ତାର ଗୋଟେ ବାହିକ ସ୍ଥିତି ନାହିଁ। ବାହିକ ସ୍ଥିତି ଯେହେତୁ ନାହିଁ, ତାକୁ ସ୍ଥାନାନ୍ତର ହେଇପାରୁନି। ତାହା କଣ ସମ୍ପଦ ବୋଧବାଚ୍ୟ ନୁହଁ। କିନ୍ତୁ ଭୂମି, କୋଠାବାଡି, ଜାଣିପାରୁଥିବ ଭୂମି, କୋଠାବାଡି ଏସବୁ କଣ ସ୍ଥାନାନ୍ତର ହେଇପାରୁଛୁ କି? ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ସ୍ଥାନାନ୍ତର ହେଇପାରୁଛୁ କି? ହେଇପାରୁନି। କାହିଁକିନା ଭୂମି ଯୋଉ ସ୍ଥାନରେ ଅଛି ସେଇ ସ୍ଥାନରେ ସବୁବେଳେ ରହିବ। କୋଠାବାଡି ଯେଉଁ ଜାଗାରେ ଅଛି ସେଇ ଜାଗାରେ ହିଁ ରହିପାରିବ। ତାହେଲେ ଏଗୁଡିକ ତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହୋଇପାରୁନାହିଁ। ତାହେଲେ ଏଗୁଡିକ ହଉଛି ସମ୍ପଦ ହବ କି ନାହିଁ? ଏଗୁଡିକ ସମ୍ପଦ ହବ। କାହିଁକି? ସେଗୁଡିକର ମାଲିକାନା ସ୍ଥାନାନ୍ତର ହୋଇପାରେ। ମାଲିକାନା ସ୍ଥାନାନ୍ତର ହୋଇପାରେ। ଯେମିତି କି ଗୋଟେ କୋଠା ବାଡି ଜଣେ ବ୍ୟକ୍ତିର ମାଲିକାନା ରହିଛି। ସେ ଚାହିଁଲେ ଆଉ ଜଣଙ୍କୁ ତାର ମାଲିକାନା ଦେଇପାରିବ। କିନ୍ତୁ ଜଣେ କବିର କବିତ୍ୱ, ତାର ମାଲିକ ହଉଛି ସେ ନିଜେ। ସେ କେବେ ତାର ମାଲିକାନା କାହାକୁ ଦେଇପାରିବ କି? ଦେଇପାରିବ ନାହିଁ। କିନ୍ତୁ ଭୂମି, କୋଠାବାଡି, ବିଭିନ୍ନ ପ୍ରକାର ସ୍ଥାବର ଅସ୍ଥାବର ସମ୍ପତ୍ତି ଗୁଡିକ କଣ ହେଇପାରିବ? ସ୍ଥାନାନ୍ତର ହେଇପାରିବ, ଯେହେତୁ ତାର ବାହିକ ସ୍ଥିତି ଗୋଟେ ରହିଛି। କାରଣ ସେଗୁଡିକର ବାହିକ ସ୍ଥିତି ରହିଛି। ଆଉ ସେଗୁଡିକ କଣ? ସମ୍ପଦ। ଉପରୋକ୍ତ ଆଲୋଚନାରୁ ଏହା ସୁସ୍ପଷ୍ଟ ଯେ ଉପରୋକ୍ତ 4 ଗୋଟି ବୈଶିଷ୍ଟ୍ୟ ଥିବା ଦ୍ରବ୍ୟ ଅର୍ଥଶାସ୍ତ୍ରରେ ସମ୍ପଦ ପଦବାଚ୍ୟ। ତୁମେ ଏବେ ମଧ୍ୟ ଲେଖିପାରିବ, ସେଇ ସମ୍ପଦ ସଂଜ୍ଞାକୁ ଆଉ ଥରେ ଲେଖିପାରିବ, ବୁଝେଇକି ଲେଖିପାରିବ କି ସମ୍ପଦ ସେତେବେଳେ ଆମେ କହିବା, ଗୋଟେ ଦ୍ରବ୍ୟକୁ ସମ୍ପଦ ବୋଲି ସେତେବେଳେ ଆମେ କହିବା ଯେତେବେଳେ ତାର କଣ ଥିବ? ଉପଯୋଗିତା ଥିବ, ତାହା ଦୁଷ୍ପ୍ରାପ୍ୟ ହେଇଥିବ, ତାହା ବିକ୍ରୟ ଯୋଗ୍ୟ ବା ସ୍ଥାନାନ୍ତର ଯୋଗ୍ୟ ହେଇଥିବ, ଆଉ ତାର ବାହିକ ସ୍ଥିତି ନିଶ୍ଚିତ ଥିବ। ସେତେବେଳେ ଅର୍ଥଶାସ୍ତ୍ରରେ ଆମେ ତାକୁ ସମ୍ପଦ ବୋଲି କହିବା। ବୁଝିଗଲା ସମ୍ପଦ କାହାକୁ କୁହାଯାଏ, ସମ୍ପଦର ବୈଶିଷ୍ଟ୍ୟ। ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚେନ୍, ମାନେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚେନ୍ ପ୍ରାୟ ପଡିଥାଏ। ମାନେ ଫାଷ୍ଟ ଚାପ୍ଟର ବା ପ୍ରଥମ ଅଧ୍ୟାୟରୁ ଅଭାବର ସଂଜ୍ଞା, ଅଭାବର ବୈଶିଷ୍ଟ୍ୟ, ସମ୍ପଦର ସଂଜ୍ଞା, ସମ୍ପଦର ବୈଶିଷ୍ଟ୍ୟ, ଏଇ ଯୋଉ କ୍ୱେଶ୍ଚେନ୍ ଟି ଅଲ୍ଟରନେଟିଭରେ ପଡିଥାଏ। ପ୍ରିଭିୟସ୍ ଇୟର କ୍ୱେଶ୍ଚେନ୍ ଦେଖିଲେ ଜାଣିପାରିବ ଅଲ୍ଟରନେଟିଭ ପଡୁଥାଏ। ଏ ବର୍ଷ ଏଟା ପଢିଲେ ଆର ବର୍ଷ ଆରଟା ପଡିବ। ପ୍ରଥମ ଚାପ୍ଟରରେ ବହୁତ କ୍ୱେଶ୍ଚେନ୍ ଆସିଥାଏ। ତା ସମ୍ପଦ ଗୁଣ ବୁଝିହେଲା, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚେନ୍। ତୁମେ ସାଙ୍ଗମାନଙ୍କୁ ମଧ୍ୟ ସେୟାର କର। ଆଜି ପାଇଁ ଏତିକି। ଯାହା ବି ତୁମ ଡାଉଟ୍ ଅଛି ତୁମେ ଏଇଠି ପଚାରି ପାରିବ କମେଣ୍ଟ ମାଧ୍ୟମରେ, କିମ୍ବା ତୁମେ ଟେଲିଗ୍ରାମରେ ଜଏନ୍ ହେଇପାରିବ। ଟେଲିଗ୍ରାମର ଲିଙ୍କ ଅଛି ଡେସ୍କ୍ରିପସନରେ, ଆଉ ୟାର ପ୍ଲେ ଲିଷ୍ଟର ଲିଙ୍କ ମଧ୍ୟ ଡେସ୍କ୍ରିପସନରେ ଅଛି। ସେ ପ୍ଲେ ଲିଷ୍ଟକୁ ଦେଖିପାରିବ। ପ୍ଲେ ଲିଷ୍ଟରେ ସବୁ ଭିଡ଼ିଓ ଅଛି, ପ୍ରଥମ ଚାପ୍ଟର ଲାଷ୍ଟ ଚାପ୍ଟର, ସିକ୍ୱେନ୍ସ ୱାଇଜ୍ ସବୁ, ମାନେ ସର୍ଟ କ୍ୱେଶ୍ଚେନ୍, ଲଙ୍ଗ କ୍ୱେଶ୍ଚେନ୍ ସବୁ କିଛି ସେ ପ୍ଲେ ଲିଷ୍ଟରେ ରହିଛି। ତୁମେ ଆରାମସେ ସେ ପ୍ଲେ ଲିଷ୍ଟକୁ ଫଲୋ କରିପାରିବ। ଆଉ ନୋଟ୍ କରିବାର ଆବଶ୍ୟକ ନାହିଁ, ନୋଟ୍ ପୁରା ଦିଆହେଇଛି, ଆରାମସେ ପଢିପାରିବ। ତେଣୁ ସର୍ଟ ନୋଟ୍, ବେଶୀ ଅଧିକ ଲେଖିବାର କୌଣସି ଆବଶ୍ୟକ ନାହିଁ। ଯେତିକି ଆବଶ୍ୟକ ସେତିକି ଲେଖିବ। କାହିଁକି ନା ତୁମକୁ ଏକ୍ଜାମରେ ଟାଇମ୍ ହେବ ନାହିଁ। ଏକ୍ଜାମ ଗୋଟେ ଲିମିଟେଡ୍ ସ୍ଥାନ ହିଁ ଦେଇଥାଏ ଲେଖିବା ପାଇଁ, ସେତିକି ତୁମେ ଲେଖିବାକୁ ପଡିବ। ସେ ପୁଣି ଭଲ ଭାବେ ଲେଖିବାକୁ ପଡିବ, ଭଲ ଅକ୍ଷର କରିକି। ସେଥିପାଇଁ ବେଶୀ ଲେଖିବାନି, ପିନ୍ ଟୁ ପଏଣ୍ଟ ଭଲ ଭାବରେ ଲେଖିବା, ଆଉ ଭଲସେ ଲେଖିବା। ସେଥିପାଇଁ ସର୍ଟ ଗୋଟେ ନୋଟ୍, ସର୍ଟ ଧରି ନେଉଛି ଗୋଟେ ବ୍ରିଫ୍ ନୋଟ୍, ଯୋଉଟା ତୁମେ ଆରାମସେ ଲେଖିପାରିବ।
ଆଉ ଥରେ ବୁଝିଗଲେ ଇକୋନୋମିକ୍ସ ଲେଖିବାର କୌଣସି କଷ୍ଟ ନାହିଁ। ଆଉ ତୁମେ ଆଗକୁ ଯଦି +3ରେ ବା ପିଜିରେ ତୁମେ ଆଗକୁ ଇକୋନୋମିକ୍ସ ବିଷୟରେ ପଢ଼ିବା ପାଇଁ ଚାହୁଁଛ, ତାହେଲେ ଏହା ମଧ୍ୟ ତୁମକୁ ହେଲ୍ପ କରିବ। ଯେତେ ବୁଝିବ ହେଲ୍ପ ହବ। ହେଲା, ତାହେଲେ ଆଜି ପାଇଁ ଏତିକି। ଇ ଟିଚିଂକୁ ବିଦାୟ। ସବସ୍କ୍ରାଇବ କରିନେବ, ଅନ୍ୟ ତୁମ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିନେବ। ଆଜି ପାଇଁ ଏତିକି। ରହିଲି। ଇ ଟିଚିଂକୁ ବିଦାୟ। ଜୟ ହିନ୍ଦ, ଜୟ ଭାରତ।